ରୁବି ରିମଝିମକୁ କହିବେ, କ'ଣ ହେଲା, ଅପେକ୍ଷା କଲୁ କାହିଁକି ରିମଝିମ? ଗୋଡ଼ ଧର, ମୋ ନାକ ରଗଡ଼, ନହେଲେ ଭୁଲି ଯା ମୁଁ ତୋତେ କିଛି ସାହାଯ୍ୟ କରିବି ବୋଲି। ତାପରେ ରିମଝିମ ଗୋଡ଼ ଧରିବା ପାଇଁ ଯାଉଥିବେ। ତାପରେ ନୀଲମ ଆସିବେ ଆଉ କହିବେ, ଏ ସବୁ କ'ଣ ଚାଲିଛି ଏଠି? ତାପରେ ରୁବି କହିବେ, କାହିଁ, କ'ଣ ଚାଲିଛି? ସାନ ସାମ୍ନାରେ ବଡ଼ର ପାଦ ଛୁଉଁଛି। ତୁ ତ ଝିଅ ହିଁ ମୋ ଶତ୍ରୁ ପାଲଟି ଗଲୁ ତ, ଶିଖ, ରିମଝିମ ଠାରୁ କିଛି ଶିଖ। ତାପରେ ନୀଲମ କହିବେ, ତମର ଯାହା ଇଚ୍ଛା ହେଉଛି ତମେ ସେଇଆ କର ମାମା, ମୋର ତମମାନଙ୍କ ସହିତ କଥା ବଢ଼େଇବାର ନାହିଁ। ମୁଁ ତ ଏଠିକି ବାସ୍ ମୋ ପିଲୋ ଆଉ ବ୍ଲାଙ୍କେଟ୍ ନେବା ପାଇଁ ଆସିଥିଲି। ଏମିତି କହି ନୀଲମ ପିଲୋ ଆଉ ବ୍ଲାଙ୍କେଟ୍ ଆଣି କହିବେ, ମୁଁ ଯାଉଛି, ଆଜିଠୁ ମୋ ଦାଦିମାଙ୍କ ପାଖରେ ଶୋଇବି। ଏମିତି କହି ଚାଲି ଯାଉଥିବେ। ତାପରେ ରୁବି ନୀଲମକୁ କହିବେ, କୃତଘ୍ନ କୋଟିକାର, ମୁଁ ତୋତେ ଏ ଘରେ ରହିବାକୁ ଆଲାଉ କଲି, ତା ବଦଳରେ ତୁ ମୋତେ ଏଇଆ ପୁରସ୍କାର ଦେଲୁ? ଆରେ ତୋତେ ତ ମୋ ଝିଅ କହିବାକୁ ମୋତେ ଲାଜ ଲାଗୁଛି। ତାପରେ ନୀଲମ କହିବେ, ପ୍ରଥମେ ନିଜେ କେମିତି ଗୋଟେ ଭଲ ମା ହବ ସେଇଟା ଶିଖ ମାମା, ତାପରେ ଯାଇ କାହାକୁ ନିଜ ଝିଅ କହିବା କଥା ଚିନ୍ତା କରିବ। ଏମିତି କହି ନୀଲମ ଚାଲିଯିବେ। ତାପରେ ରିମଝିମ ପୁଣି ରୁବିର ଗୋଡ଼ ଧରୁଥିବେ। ତାପରେ ଗୌରବ ଆସିକି ଦେଖିବେ ଆଉ କହିବେ, ରିମଝିମ, ଏଠି ଏସବୁ କ'ଣ ଚାଲିଛି? ତମେ ଏ ସ୍ତ୍ରୀ ଲୋକର ଗୋଡ଼ କାହିଁକି ଧରୁଛ? ତାପରେ ରୁବି କହିବେ, କେବଳ ଗୋଡ଼ ଧରିବନି ତୋ ସ୍ତ୍ରୀ ଗୌରବ, ତଳେ ନାକ ବି ରଗଡ଼ିବ। ତାପରେ ଗୌରବ ରିମଝିମର ହାତ ଧରିକି କହିବେ, ଚାଲ, ଚାଲ ଏଠୁ। ତାପରେ ରିମଝିମ କହିବେ, ଛାଡ଼, ଛାଡ଼ ମୋ ହାତ ଗୌରବ, ତମେ ମୋ କଥାରେ ମୁଣ୍ଡ ପୂରେଇବା କିଛି ବି ଦରକାର ନାହିଁ, ଛାଡ଼। ତାପରେ ଗୌରବ କହିବେ, ତମ କଥା ମୋ କଥା ରିମଝିମ, ମୁଁ ତୁମକୁ ଏ ଘଟିଆ ନୀଚ ସ୍ତ୍ରୀ ଲୋକର ଗୋଡ଼ ଛୁଇଁବାକୁ କେବେ ବି ଦେବିନି, ଆସ। ତାପରେ ରୁବି କହିବେ, କିଛି କଥା ନାହିଁ ରିମଝିମ, ତୁ ମୋ ଗୋଡ଼ ଧରିବାକୁ ରାଜି ହେଲୁ ସେଇଟା ବଡ଼ କଥା, କିନ୍ତୁ ଆଗକୁ ଏ କଥା ମନେ ରଖିଥିବୁ, ଭୁଲି ଯିବୁନି ରିମଝିମ। ତାପରେ ଗୌରବ ରିମଝିମକୁ ଧରି ଚାଲିଯିବେ। ତାପରେ ସକାଳ ହେଲେ ଆଦର୍ଶ ଆଉ ପଲ୍ଲବୀ ଡାଇନିଂରେ ବସି ବ୍ରେକଫାଷ୍ଟ କରୁଥିବେ। ତାପରେ ପଲ୍ଲବୀ ଆଦର୍ଶକୁ କହିବେ, ଆଦର୍ଶ, ତମକୁ ମୋ କଥା ମନେ ଅଛି ତ? ସଞ୍ଜୀବ। ତାପରେ ଆଦର୍ଶ କହିବେ, ହଁ ମନେ ଅଛି। ତାପରେ ଦାଦିମା ଆନନ୍ଦକୁ କହିବେ, ଆନନ୍ଦ। ତାପରେ ଆନନ୍ଦ କହିବେ, ଆଜ୍ଞା ପିଉସୀ ମା। ତାପରେ ଦାଦିମା କହିବେ, ଆଚ୍ଛା, ପୂଜା ତ ଆଉ କେତେ ଦିନ ବାକି ରହିଲା, ଆଉ ଏପଟେ ଆମମାନଙ୍କର ଆୟୋଜନ ବି ସବୁ ସରିଲାଣି, କିନ୍ତୁ କାଲିର ଘଟଣା ପରଠୁ ମୋତେ ଚିନ୍ତା ହେଲାଣି, ପୂଜାରେ ବସିବ କିଏ? ଶୁଣୁ, ମୁଁ ଭାବୁଛି ତୁ, ମାୟା ଆଉ ବିନୋଦ, ମମତା, ତମେମାନେ ବସିଯାଅ ପୂଜାରେ। ତାପରେ ବିନୋଦ କହିବେ, ପିଇସୀ ମା, ଆମେ ତ ଅନେକ ଥର ପୂଜାରେ ବସିଲୁଣି, ତେଣୁ ମୋ ମତରେ ଏବେ ୟଙ୍ଗ ପିଲାମାନଙ୍କୁ ସୁଯୋଗ ମିଳିବା ଦରକାର, ତେଣୁ ମୋ ମତରେ ପଲ୍ଲବୀ ଆଉ ଆଦର୍ଶ। ତାପରେ ଦାଦିମା କହିବେ, ବିନୋଦ, ପଲ୍ଲବୀ ଯେ ପୂଜାରେ ବସିପାରିବନି ସେ ଆଲୋଚନା କାଲିଠୁ ହେଇସାରିଛି। ତାପରେ ଆନନ୍ଦ କହିବେ, କାହିଁକି ବସିପାରିବେନି ପିଇସୀ ମା? ଆରେ କିଏ କୋଉ ରାଶି ନକ୍ଷତ୍ରରେ ଜନ୍ମ ହେଲା ସେଇଥିରେ ତାର କ'ଣ ଦୋଷ? ତାପରେ ଆଦର୍ଶ ଆସି ଦାଦିମାଙ୍କୁ କହିବେ, ହଁ ଦାଦିମା, ଏସବୁ ପୁରୁଣା କାଲିର ଚିନ୍ତାଧାରା। ତା ଛଡ଼ା କେହି ଜଣେ ଜାଣିଶୁଣି ଆମ ପାଖକୁ ଲେଟର ପଠେଇ ଆମକୁ ଡିଷ୍ଟର୍ବ କରିବାକୁ ଚେଷ୍ଟା କରୁଛି। ତାପରେ ଗୌରବ ଆସି କହିବେ, ଏକ୍ଜାକ୍ଟଲି ଦାଦିମା, ମୋର ବି ଏକମତ। ଯଦି ଆମେ ସମସ୍ତେ ଚାହିଁଛେ କି ପଲ୍ଲବୀ ଆଉ ଆଦର୍ଶ ପୂଜାରେ ବସିବେ, ତାହେଲେ କେହି ବାହାର ଲୋକ ଆମ ସମସ୍ତଙ୍କୁ କାହିଁକି ବୋଲାଯିବ? ଆଉ ତା କଥା ରହିବ ଆଉ ଆମ କଥା ରହିବନି। ତାପରେ ମାୟା କହିବେ, ଏଇଟା କୌଣସି ମଣିଷର କଥା ନୁହେଁ ଗୌରବ, ଏଇଟା ଆମ ଘରର ନବଗ୍ରହ ଆଉ କୁଳଦେବତାଙ୍କ କଥା। ଆମେ ଏତେ କଷ୍ଟ କରିକି ପୂଜା ଏରେଞ୍ଜ କରିବା ଆଉ ସେମାନେ ଯଦି ଶାନ୍ତି ନହେଲେ ତାହେଲେ ସେ ପୂଜାର କିଛି ମୂଲ୍ୟ ନାହିଁ। ତାପରେ ଆନନ୍ଦ କହିବେ, କିନ୍ତୁ ମାୟା। ତାପରେ ମାୟା କହିବେ, ନାଇଁ ଆନନ୍ଦ, ପୂଜାରେ କୌଣସି ଅନର୍ଥ କରି ଘରର କୁଳଦେବତା ଆଉ ନବଗ୍ରହଙ୍କ ଠାରୁ ଆଶୀର୍ବାଦ ନେବା ବଦଳରେ ମୁଁ ଅଭିଶାପ ମୁଣ୍ଡେଇ ପାରିବିନି। ମୁଁ କହିଦେଲି ପଲ୍ଲବୀ ପୂଜାରେ ବସିବନି ମାନେ ବସିବନି, ଦ୍ୟାଟ୍ସ ଫାଇନାଲ। ତାପରେ ଦାଦିମା କହିବେ, ଚୁପ୍ ରୁହ ସମସ୍ତେ, କାଲି
ଏ ବିଷୟରେ ସବୁ ନିଷ୍ପତ୍ତି ହେଇସାରିଛି। ତ ପୁଣି ଆଜି ସେଇ କଥା ନେଇକିରି ଏତେ ଆଲୋଚନା କାହିଁକି ହଉଛି? କ'ଣ ପାଇଁ? ଏମିତି କହି ଦାଦୀମା ଆନନ୍ଦକୁ କହିବେ, ଆନନ୍ଦ, ପଲ୍ଲବୀର ଜାତକକୁ ଭଲ ଭାବରେ ଦେଖେଇବା ପାଇଁ ପୁରୋହିତଙ୍କୁ କହିଥିଲୁ? ତାପରେ ଆନନ୍ଦ କହିବେ, ହଁ, ସେ କହିଲେ ଠିକ୍ କଥା। ସେ ପତ୍ରିକାରେ ଯୋଉ ରାଶି ନକ୍ଷତ୍ର ଲେଖାହେଇଛି ଏକଦମ୍ ଠିକ୍। ସେଇ ରାଶି ନକ୍ଷତ୍ରରେ ପଲ୍ଲବୀ ଜନ୍ମ ହେଇଛି। ତାପରେ ଦାଦୀମା କହିବେ, ତାହେଲେ ଏତେ ଆଲୋଚନା କାହିଁକି ହଉଛି? ପୁରୋହିତ ଯଦି ସେଇ ଏକା କଥା କହିଲେ, ତାହେଲେ ପଲ୍ଲବୀକୁ ପୂଜାରେ ବସେଇବା ପାଇଁ ସମସ୍ତେ କାହିଁ ଏତେ ଜିଦ୍ ଧରୁଛ?